ଆରେ ଗୀତା, ଆରେ ଏମିତି କଣ ମନ ଦୁଃଖ କରିକି ବସିଛ ଆଜି? ଆରେ କଣ ରୋଷେଇ ଫୋଷେଇ ହବ ନା ହବନି? ଆରେ ଖାଇବାକୁ ଦବା ନା ଦବନି? ଆରେ କଣ ମୁଣ୍ଡା ବୁଲେଇ ଦଉଛୁ ଯେ? ଆରେ କଣ ହେଇଛି ତମର ଆଜି? ଆଁ? ସମସ୍ତଙ୍କ ସ୍ୱାମୀ ତାଙ୍କ ସ୍ତ୍ରୀ ମାନଙ୍କ ପାଇଁ କେତେ କଣ ଆଣି ଦଉଛନ୍ତି, ଆଉ ତମେ ଆସିନାହାନ୍ତି ମୋ ପାଇଁ କୋଉଦିନ କଣ କିଛି ଆଣିଲଣି? ସତ କହିଲ, ମୋ ପାଇଁ କୋଉଦିନ କିଛି ଆଣିଛ? ମନ ଦୁଃଖ କରି କଣ ପାଇଁ ବସିଛ? ହଁ, ତମ ପାଇଁ ମୁଁ ଆଜି ପର୍ଯ୍ୟନ୍ତ କିଛି ଆଣିନି। ଆଁ? ହେ ଭଗବାନ, କଣ ଯେ ଆକୁ କହିବ? ଆଚ୍ଛା, ତମର ଏମିତି କଣ ଦରକାର କି? ଆଁ? କଣ ଦରକାର ଟିକେ କହିଲ? ମୋର କଣ ଦରକାର ତମେ କଣ ଜାଣିନ? ନ ଜାଣିଲା ଭଳି କଣ ହଉଛ ମ? ଇଆରେ ବାବା, ଆଜି କଣ ଘରର ହୋମ ମିନିଷ୍ଟର ପୁରା ତାଣ୍ଡବ କରିବାରେ ଲାଗିଲେଣି। ଶଳା ଘରର ଯୋଉ ହୋମ ମିନିଷ୍ଟର ଯେମିତି ତାଣ୍ଡବ କରିବ ନା, ଶଳା ସବୁ ବନ୍ଦ। ଚିଫ ମିନିଷ୍ଟର ଥିଲେ କଣ ହବ, ହୋମ ମିନିଷ୍ଟର ତ ହଉଛନ୍ତି ଘରର ମେନ। ହଉ, ଠିକ ଅଛି, ଖା ପିଅ ସାର, ଚାଲ ଯିବା। ମୁଁ ତମ ଆଜି କୋଉଠିକି ନଉଛି ତାପରେ ଦେଖିବା, ହେଲା? ଆଗ ଖାଇବାକୁ ବାଢ, ତାପରେ ଦେଖିବା। ଆରେ ତମେ ମତେ କୋଉଠିକି ଆଣିକି ଆସିଛ? କୋଉଠିକି ଧରିକି ଆସିଛି? କାହିଁ ତମେ ପାଠ ପଢିନ କି? ପଢୁନ, କଣ ଲେଖା ହେଇଛି? କଣ? ମା ଜ୍ୱେଲେରୀ? ହଁ, ମା ଜ୍ୱେଲେରୀ। ଚାଲ ଭିତରକୁ ଚାଲ। ଆଜି ପରା କହୁଥିଲ କଣ ତମ ପାଇଁ କିଛି ଆଣୁନି। ଚାଲ ଭିତରକୁ। ଚାଲ। ଆରେ ଗୀତା ସିଆଡ଼େ କ'ଣ ଅନଉଛ? ଆରେ ଇଆଡ଼େ ଦେଖ, ଇଏ ହେଉଛି ମା ଜ୍ୱେଲେରୀ। ଦେଖନ୍ତୁ କେତେ ଭେରାଇଟିର ମାନେ ସୁନା ଗୋଲ୍ଡ କିନି ସଜା ହେଇକି ଥୁଆ ହେଇଛି। ଦେଖ ମାନେ ଯେଉଁଟା ଦେଖିଲେ ଇଚ୍ଛା ହେଉଛି ମାନେ ସବୁ କିଣି ନେଇଯିବା ପାଇଁ। ଦେଖ ଭଲ ଦେଖାଉଛି ଦେଖିଲ। ଫ୍ଲାଟ ମୋଡ ମୋଟେ ସେଇ ଡିଜାଇନ କି ଏଇଟା ମସ୍ତ ଲାଗିବ। କିଛି କିଣିବନି କିଛି କହିକି ବେଶୀ ନା 4 ଲକ୍ଷ ଟଙ୍କା ଜିନିଷ ଆଜି ଯୋଉ ମା ଜ୍ୱେଲେରୀ କିଣିଲୁ। ବର୍ତ୍ତମାନ ଯଦି ଆପଣ ମା ଜ୍ୱେଲେରୀ ଆସିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ମୁଁ ଠିକଣା ଦେଉଛି, ନୟାଗଡ଼ ପାଖ ଇଟାଣ୍ଡି ବସ୍ ଷ୍ଟାଣ୍ଡ ଫ୍ରଣ୍ଟରେ ମା ଜ୍ୱେଲେରୀ। ଆପଣ ଏଠି ସବୁ ପ୍ରକାର ମାନେ ଗହଣା ଗୃହିଣୀ ପାଇଁ ଏଇଠୁ ହିଁ ପାଇପାରିବେ, ଆଉ ସୁଲଭ ଦରରେ, ଆଉ ବହୁତ ମାନେ ମାର୍କେଟରୁ ବହୁତ କମ ରେଟରେ। ମୁଁ ତ ଆଜି ମା ଜ୍ୱେଲେରୀ ଆସିଥିଲି, ଆଉ ଗୀତା ପାଇଁ ଗୋଟେ ହାରଟେ କିଣା ହେଲା। ଗୀତା କେମିତି ଲାଗିଲା? ଭଲ ଲାଗିଲା। ଭଲ ଲାଗିଲା ତ ଜ୍ୱେଲେରୀ ଆସିକି? ଆଉ ବ୍ୟବହାର କେମିତି? ଭାଇଙ୍କ ବ୍ୟବହାର କେମିତି? ବହୁତ ଭଲ। ବହୁତ ଭଲ ନା? କଣ ହାରଟା ପକେଇ ଭଲ ଲାଗିଲା ତ? ବଢିଆ ହେଇଛି ତ? ଭଲ ଲାଗୁଛି। ଭଲ ଲାଗୁଛି? ଓକେ, ମନ ଖୁସି ତ? ହଁ, ମାନେ ଦେଖ ଆଜି ହୋମ ମିନିଷ୍ଟର କୋଉ ଭଳିଆ କଥା କହିଲେ ବୋଲି ଲାଷ୍ଟ କୋଉ ଭଳିଆ ଜ୍ୱେଲେରୀ ଧରିକି ଆସିକି ମାନେ ପକେଟ ପୁରା ଖାଲି ହେଇଗଲା ପୁରା। ମାନେ ଏଥରକ ହସ ବାହାରିଲା। ଦେଖ ମା ଜ୍ୱେଲେରୀ, ଆପଣ ଯଦି ଆସିବାକୁ ଚାହୁଁଛନ୍ତି ଆଉ କିଛି କିଣିବାକୁ ଚାହୁଁଛନ୍ତି ସୁନା ଜିନିଷ, ତାହେଲେ ଆପଣ ମାନେ ଇଟାମାଟି ବସ୍ ଷ୍ଟାଣ୍ଡ ଫ୍ରଣ୍ଟରେ ଆମର ଅଛି ମା ଜ୍ୱେଲେରୀ। ବହୁତ ସୁଲଭ ଦରରେ ଆଉ ମାର୍କେଟ ବହୁତ ଭଲ ଶସ୍ତାରେ ଆପଣଙ୍କୁ ଗୋଲ୍ଡ ଏଇ ଜାଗାରୁ ମିଳିପାରୁଥିବ। ପଛବେଳେ ଦେଖିପାରୁଥିବ ଲେଖା ହେଇଛି ମା ଜ୍ୱେଲେରୀ।